ଜୟ ଜଗନ୍ନାଥ। ତ ମୋର କେତେଟା କଥା କାହାକୁ ଆଘାତ ଦେଇପାରେ, କିନ୍ତୁ ମୁଁ ବାଧ୍ୟ ହୋଇଛି ଆଜି କହିବା ପାଇଁ। ତ ମୋର ଏଇ ଚ୍ୟାନେଲ୍ ମାଧ୍ୟମରେ କି ଆଜ୍ଞା, ବାପା ବାପା ଏମିତି ଶବ୍ଦ ଯାହା କେହି କେବେ ଭୁଲିପାରେ ନାହିଁ। ବାପା ଏମିତି ଏକ ଅର୍ଥ କେହି କେବେ ତାକୁ ସୁଧାରି ପାରେ ନାହିଁ। କିନ୍ତୁ ଆଜି ବାପା ଯେତେବେଳେ ଛୋଟବେଳେ ଝିଅ ହେଉ କି ପୁଅ ହେଉ ସମସ୍ତଙ୍କୁ କାନ୍ଧରେ ବସେଇ, କଥାରେ ଅଛି ବାପ ଥିବା ପୁଅ ସବାରେ ହାରେନି। ତ ସେମିତି ଏକ ଆଜିର ବିଷୟ। ତ ଆଜିର ବିଷୟ ଆପଣମାନେ ଜାଣିସାରିଥିବେ। ତ ବର୍ତ୍ତମାନ ଆପଣ ଜାଣିଥିବେ ବାଲେଶ୍ୱର ଜିଲ୍ଲାର ଫକୀରମୋହନ ବିଦ୍ୟାଳୟ ଯେଉଁ କି କଲେଜ ଏଫ୍ଏମ୍ କଲେଜରେ ଯେଉଁ ଘଟିଛି ଅଘଟଣ, ଯେଉଁ ଆମର ଗୋଟିଏ ସୁନା ଭଉଣୀ ସୌମ୍ୟ ଋଷିଙ୍କର ଯେମିତି ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଗଲା, ଆଉ ତାକୁ ମାନେ ବିଭିନ୍ନ ପ୍ରକାର ସମାଲୋଚନା କରାଗଲା, ଓଡ଼ିଶା ସାରା ବନ୍ଦ କରାଯାଉଛି ଏବଂ ବହୁତ ରାଜରାସ୍ତା ମଧ୍ୟ ବନ୍ଦ କରାଯାଉଛି। କିନ୍ତୁ ଏପରି ସ୍ଥଳରେ ତାଙ୍କର ବାପା, ଯିଏକି ଜଣେ ବହୁତ ସୁନାମଧନ୍ୟ ଲୋକ ଏବଂ ବହୁତ ସୁନ୍ଦର ଲୋକ, କିନ୍ତୁ ବାପା ମନେ ରଖ ସେ ଗୋଟିଏ କଥା, ଯେ ଯେଉଁ କଥାଟି ଯୁଗ ଯୁଗରେ ରହିଛି, ବାପ ଥିବା ପୁଅ ସଭାରେ ହାରେନି। ତ ଆଜି ଆପଣଙ୍କ ପାଇଁ ସେଇଟା ସମ୍ପୂର୍ଣ୍ଣ ଗୋଟେ ନୂଆ। ଆଜି ଆପଣ ସେଇଟା କରିକି ଦେଖାନ୍ତୁ, ଯେଉଁଟା ଝିଅ ଚାଲିଯାଇଛି ଆଉ ଆପଣ କନ୍ୟାଦାନ କରିପାରିବେ। ଆଉ ଝିଅ କତରୁ ଆପଣ ଯେଉଁଟା କହୁଛନ୍ତି ବାପା ଔଷଧ ଖାଇଲଣି, ମାଆଙ୍କୁ ଔଷଧ ଦେଲଣି, ଏମିତି ଆଉ ଡାକ ଆପଣ ଆଉ ଦେଖିବାକୁ ପାଇବେନି। ସେଥିପାଇଁ ତ ସେ ସୁନା ଭଉଣୀର ଆତ୍ମାର ସଦ୍ଗତି ଏବଂ ଆତ୍ମା ଶାନ୍ତି ପାଇଁ ଲଢ଼େଇ କରନ୍ତୁ। ଆଉ ଯେଉଁ ଅର୍ଥ କିମ୍ବା କେହି ଯଦି ଲୋଭ ଦେଖାଉଥାଏ, ବାପା ଜନ୍ମ ଦେଇଛ 10 ଦିନ 10 ମାସ 10 ଦିନ ଗର୍ଭରେ ରଖି, ଟଙ୍କା ଦରକାର ନାହିଁ କି ଆମର ସେଇ ଚାଳ ଛପର ଘର ହିଁ ଆମର ଆବଶ୍ୟକ। ଲଢ଼େଇ କରନ୍ତୁ। ଯେମିତି ଝିଅ ଯାଇଛି ସେମିତି ଦୋଷୀମାନେ ଦଣ୍ଡ, ମାନେ ଏଇ ଦଣ୍ଡ ବଞ୍ଚିବା ଦଣ୍ଡ ନୁହେଁ ଆଜ୍ଞା, ସେମିତି ସିଏ ମଧ୍ୟ ମାଟିରେ ମିଶି ଯାଆନ୍ତୁ। ଆଉ ଏମିତି ହେଲେ ଓଡ଼ିଶା କ'ଣ ସାରା ବିଶ୍ୱରେ ସମସ୍ତେ ମାଆକୁ ସମ୍ମାନ ଦେବେ, ନାରୀକୁ ସମ୍ମାନ ଦେବେ ଏବଂ କେବେ କେହି ନାରୀ ଉପରକୁ ଆଙ୍ଗୁଳିଟିଏ ଉଠାଇବେନି। ଆଉ ଯଦି ଆପଣମାନେ ଟଙ୍କା ନେଇ ବସିଯାଆନ୍ତି, କେସ୍କୁ ଚାପିବାକୁ କୁହନ୍ତି, କିମ୍ବା ଯେମିତି ଆପଣ କହୁଛନ୍ତି ଯେ କି ମୋ ଝିଅକୁ ହାଇଲାଇଟ୍ କରନ୍ତୁ ନାହିଁ, କି ସୋସିଆଲ ମିଡ଼ିଆରେ କେହି ଆଉ ଅପପ୍ରଚାର କରନ୍ତୁ ନାହିଁ, କିମ୍ବା ସରକାର ପଦକ୍ଷେପ ନେଇଛନ୍ତି, ସରକାର ପଦକ୍ଷେପ ନେଇଛନ୍ତି ଆଜ୍ଞା। ସରକାର କେବେ ସେ ଛୁଆ ଦେଇନଥିଲେ? ସେ ଛୁଆ ଆମର ଆମେ ସୃଷ୍ଟି କରିଥିଲେ, ଆମେ ମଣିଷ କରିଥିଲେ, ଆମେ ପାଠ ପଢ଼ାଉଥିଲେ। ତେଣୁ ସରକାରକୁ ଆପଣ ବି ମଧ୍ୟ ଦାବି କରିପାରିବେ, ଯେମିତି ମୋ ଝିଅ ଜଳି ପୋଡ଼ି ମରିଗଲା ରାଜରାସ୍ତାରେ। ତ ସେମିତି ଏଇ ଯେଉଁ ଦୁଇ ଜଣ ହୁଅନ୍ତୁ, ସେ ଯେଉଁ ଏଫ୍ଏମ୍ କଲେଜର ଯେଉଁ ଲେକ୍ଚର ହୁଅନ୍ତୁ କି ସେ ପ୍ରିନ୍ସିପାଲ ହୁଅନ୍ତୁ, ସେଇମାନଙ୍କୁ ସେଇଭଳି ମାରିବା ଦରକାର। ଆଉ ତା ମାନେ ନୁହଁ ବର୍ଷ ବର୍ଷ ଜୀବନ ସାରା କେସ୍ ଚାଲିବ, କିଛି ଦିନ ପରେ ସିଏ ଆସି ତାଙ୍କ ଘରେ ପହଞ୍ଚିଯିବେ। ତ ମୁଁ ସେଥିପାଇଁ ଏ ଭିଡ଼ିଓଟି କରିଛି। ତ ଆପଣଙ୍କୁ ଏତିକି କହିବାକୁ ରିକ୍ୱେଷ୍ଟ, ଆପଣ ବି ମୋର ଜଣେ ମୁରବୀ ହେବେ, ସାରା ବିଶ୍ୱର ମୁରବୀ ହେବେ, ସମସ୍ତଙ୍କର ଝିଅ ବାପ ସମସ୍ତଙ୍କ ସମ୍ପର୍କ କିନ୍ତୁ ବହୁତ ଦୁଃଖ ଲାଗିଲା, ସେଥିପାଇଁ ଭିଡ଼ିଓଟି ମୁଁ କରିଛି। ତ ଆପଣ ଅର୍ଥ ଲୋଭରେ ପଡ଼ନ୍ତୁ ନାହିଁ। ମୁଁ ତ ବହୁତ ମିଡ଼ିଆରେ ଦେଖିଛି କି କିଏ କହୁଛି 20 ଲକ୍ଷ, କିଏ କହୁଛି 50 ଲକ୍ଷ, କିଏ କହୁଛି 60 ଲକ୍ଷ, କିଏ କହୁଛି ବନ୍ଧା ପଡ଼ିଗଲା। ତ ଆପଣ କେବେ ଏମିତି ଭୁଲ କରନ୍ତୁ ନାହିଁ। ଆପଣଙ୍କୁ ଯଦି ଆପଣଙ୍କ ଝିଅ ଆକ୍ଚୁଆଲି ଭଲ ପାଉଥାଏ, ଆପଣ ଝିଅର ମମତା ଜାଣିଥାନ୍ତି, ତାହେଲେ ଆପଣ ଏମିତି ପଦକ୍ଷେପ ନିଅନ୍ତୁ। 3 ଦିନ, ଆଜକୁ ପଦେ 2 ଦିନ ହେଇଗଲା, ତ ତାଙ୍କର 10 ଦିନ ନ ଯିବା ପୂର୍ବରୁ ଦୋଷୀ ଦଣ୍ଡ ପାଇବା ଦରକାର। ଜୟ ଜଗନ୍ନାଥ। ବାପା ଜଣକ କ'ଣ କହିଲେ, ଏଇ ଦୁଃଖଦ ସମୟରେ ମୁଁ କେମିତି ବଞ୍ଚିବି, କେମିତି ଚଳିବି? ଦୁଃଖ ଯାଉ କେଉଁଠି ରହିଲା ଆଜ୍ଞା? ଆପଣ ତ କହୁଛନ୍ତି ସବୁ କିଛି ସହାୟତା ଆପଣଙ୍କୁ ମିଳିଛି, ତ ମିଳିବ, ଆହୁରି ଆଗକୁ ଆଗକୁ ମିଳିବ। ତ ଆପଣମାନେ ଆଉ ବ୍ୟସ୍ତ ନାହିଁ। ଆପଣଙ୍କର ସିନା ଝିଅଟିଏ, ଯଦି ସେ ତମ ନିଜ ଝିଅ ମୁଁ ଭାବୁଛି ହେଇନାହିଁ, ନିଜ ଝିଅ ହୋଇଥିଲେ କେବେ ଆପଣ ଏମିତି କହିନଥାନ୍ତେ, କିମ୍ବା ଆପଣ ସଦାବେଳେ ଗୋଟିଏ କଥା କହିଥାନ୍ତେ, ମୋ ଝିଅ ଯାଇଛି ପେଟ୍ରୋଲ ସେଠିକି କେମିତି ଆସିଲା, ଡିଆସିଲି କିଏ ଆଣିଲା, ନିଆଁ କେମିତି ଲାଗିଲା, ଆଉ ମୋ ଝିଅକୁ ଟର୍ଚର କେଉଁମାନେ କରୁଥିଲେ, କିନ୍ତୁ କେବେ କହିନଥାନ୍ତେ କି ମୋତେ ସହାୟତା ମିଳିଛି, ଆହୁରି ମିଳିବ। ଏ ଦୁଃଖଦ ସମୟ ସରି ଆପଣମାନେ ମୋ ଝିଅକୁ ଆଉ ହାଇଲାଇଟ୍ କରନ୍ତୁ ନାହିଁ ଆଜ୍ଞା। ଆପଣଙ୍କ ଝିଅ ବଞ୍ଚିକି ନାହିଁ, ଆପଣଙ୍କ ଝିଅ ଆପଣଙ୍କ ସମ୍ମୁଖକୁ ଆସିବ ନାହିଁ। ତେଣୁ ଆପଣମାନେ ଚଳିବା ପାଇଁ ସେ ଝିଅ ଆପଣଙ୍କୁ ଏମିତି ଗୋଟେ ବାଟ କରିଦେଇଯାଇଛି, ଯାହା ଅର୍ଥର ବାଟ ଖୋଲି ଦେଇଯାଇଛି। ସେଥିପାଇଁ ଆପଣମାନଙ୍କୁ କୌଣସି ବି କଷ୍ଟ ହେବ ନାହିଁ। ଆଉ ବି ପାରୁଛନ୍ତି ଆପଣଙ୍କୁ ମଧ୍ୟ ସରକାର କିମ୍ବା ଯିଏ ବି ହେଉ, ତ ସେ ଯେଉଁ କଲେଜ ଏଫ୍ଏମ୍ କଲେଜ ବାଲେଶ୍ୱର, ତ ମୁଁ କ'ଣ କହିବି, ତ ଗୋଟେ ବହୁତ ସୁନ୍ଦର ଭଉଣୀଟି ଆମର ଚାଲିଗଲା। କିନ୍ତୁ ସେ ଏଫ୍ଏମ୍ କଲେଜ ସମ୍ପୂର୍ଣ୍ଣ ବେକାର କଲେଜ। ତ ଆପଣମାନେ ଜାଣିପାରୁଥିବେ ଏଫ୍ରେ ଫାଲତୁ କଲେଜ, ଏମ୍ରେ ଯେଉଁଟା ମୁଁ କହିବି ସେ ଭାଷା ମୁଁ ମଧ୍ୟ ସେଇ କଲେଜ ଆଜ୍ଞା। ସେ କଲେଜ ଆପଣମାନେ କେହି ବି ପଢ଼ନ୍ତୁ ନାହିଁ, ସେ କଲେଜ ସମ୍ପୂର୍ଣ୍ଣ ବେକାର କଲେଜ। ଏକ୍ଚୁଆଲି ଆମକୁ ବି ଦୁଃଖ ଲାଗୁଛି, ସାଧାରଣ ଗୋଟେ ଭଉଣୀ ଯେମିତି ସଂଘର୍ଷ କରି ଚାଲିଗଲା, ଆମମାନଙ୍କୁ ଦୁଃଖ ଲାଗୁଛି। ଆପଣମାନେ ଦେଖିପାରୁଥିବେ ଆମେ ବି ଦୋକାନ ପତ୍ର ସବୁ ବନ୍ଦ କରିଦେଉଛୁ ଗୋଟେ ଭଉଣୀ ନ୍ୟାୟ ପାଇବା ପାଇଁ। ବଞ୍ଚିଥିଲେ ତ ଯାହା ହେଇଥାନ୍ତା, ମରିଯାଇଛନ୍ତି। ତମେ ବାପା ହିଁ କିଛି ବି ତମେ ନ୍ୟାୟ ଚାହୁଁନ, ତମର ଅର୍ଥ ଲୋଭ ଦରକାର। ତମେ ଚାହିଁଥିଲେ ମନା କରିଥାନ୍ତ, ମୋର ସେ 20 ଲକ୍ଷ କି 50 ଲକ୍ଷ ଦରକାର ନୁହେଁ, ମୋର ଦରକାର ମୋ ଝିଅ। ଯଦି ମୋ ଝିଅ ସାରା ଜୀବନ ପାଇଁ ଚାଲିଗଲା, ଯାହାକି ବାପକୁ ଛାଡ଼ି ଅନ୍ତ ଭାଇ ଜନ୍ମ ଦେଇଥିବା, ଯାହାକି କୁଳର ନନ୍ଦନ, ଯେଉଁ ଝିଅଟି ଆମକୁ ବାପା ବୋଲି ଡାକୁଥିଲା, ସେ ବାପାର ଶବ୍ଦ ପାଇବେ। ଆଉ ଯେଉଁମାନେ ଥାନାକୁ ଜେଲକୁ ଚାଲିଗଲେ ପଦକ୍ଷେପ ନେଇଛନ୍ତି, ସେମାନେ 10 ବର୍ଷ କି 15 ବର୍ଷ ପରେ ବାହାରିବେ। କିନ୍ତୁ ତାଙ୍କ ଜୀବନ ଅଛି ଆଜ୍ଞା, ତାଙ୍କ ପୁଅ କି ଝିଅ ତାଙ୍କ ବାପା ବୋଲି ଡାକିବେ, ଇଏ ଝିଅ ବୋଲି ଡାକିବେ। ତମେ 20 ଲକ୍ଷ ଟଙ୍କା ଆଉ କେତେଟା ମୁହୂର୍ତ୍ତ ପାଇଁ ତମେ ଜାଗ୍ରତ ହେଇଗଲ, ଆଉ ନିଜକୁ ମନା କରୁଛ ହାଇଲାଇଟ୍ କରେନି। ସାରା ଓଡ଼ିଶା ଦେଖୁଥିବ, ସମସ୍ତେ ଦୋକାନ ବନ୍ଦ କରୁଛନ୍ତି କେବଳ ତମ ଝିଅ ପାଇଁ, ଆଉ ସେ ଆମର ଦେଶ ପାଇଁ। କିନ୍ତୁ ତମେ ଏତେ ଲୋଭୀ, ତମ ଅର୍ଥ ଦେଖ ତମ ଜୀବନ। ଆକ୍ଚୁଆଲି ତମେ ମୋତେ କ୍ଷମା କରିବେ, ମୁଁ ଏଇଥିପାଇଁ ଆଜି ଭିଡ଼ିଓ ଏମିତି କଲି କି ମୋତେ ଭାରି ଦୁଃଖ ଲାଗିଲା କି ବାପା ଜଣକ ଯଦି କହିଥାନ୍ତେ କି ମୋର ପଇସା ଦରକାର ନାହିଁ, ମୋର ଝିଅ ଦରକାର, ମୋ ଝିଅକୁ ନ୍ୟାୟ ମିଳିବା ଦରକାର, ଦୋଷୀ ଯେମିତି ମୋ ଝିଅ ମରିଛି, ଦୋଷୀମାନେ ସେମିତି ମରିବା ଦରକାର। ଆଉ ତୁରନ୍ତ ପଦକ୍ଷେପ, ଯାହାକି ଆଇନର ମାନେ ପାଟ ଗଡ଼ି 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 ଗଲା ଭଳି ସେମିତି ନୁହେଁ, ସଡଲି, ଯାହାକି ଝିଅର 10 ଦିନ ନ ପୂର୍ବା ପୂର୍ବରୁ ସେ ଲୋକ ମରିବା ଦରକାର। ତ ଏଇଟା ହେଇଥିଲେ ବହୁତ ସୁନ୍ଦର ହେଇଥାନ୍ତା। କିନ୍ତୁ ଯେଉଁ ବାପା ଜଣକ ଏମିତି କଲି, ବନେଇଛି। ଯଦି ଆପଣମାନଙ୍କୁ କାହାକୁ ଆଘାତ ଲାଗିଥାଏ କିମ୍ବା ଭୁଲ ହୋଇଥାଏ, ତାହେଲେ ଆପଣମାନେ କ୍ଷମା କରିଦେବେ, କାରଣ ବହୁତ ବାଧିଲା। ଏଭଳି ଏକ ଦେଖିଲା ପରେ ଯେଉଁ ଝିଅମାନେ ଅଛନ୍ତି ବା ଆମର ଭଉଣୀମାନେ ଅଛନ୍ତି, ସେମାନଙ୍କର ଆଉ ସାହସ ହଉ ନାହିଁ କି କଲେଜରେ ଯାଇ ପାଠ ପଢ଼ିବେ, କି ସ୍କୁଲରେ ପାଠ ପଢ଼ିବେ, ନିର୍ଯାତନା ଶିକାର ହେବେ, ମରଣ ହେବେ ଏବଂ ବାପା ଏମିତି ପଇସା ଲୋଭରେ ଆଇନକୁ ଚାପିବାକୁ ବସିବେ। ତ ସେଥିପାଇଁ ଭିଡ଼ିଓ ମୁଁ ବନେଇଛି। ଜୟ ଜଗନ୍ନାଥ। ଆପଣମାନଙ୍କୁ ଭଲ ଲାଗୁଥିଲେ ନିଶ୍ଚିତ କମେଣ୍ଟ ଦିଅନ୍ତୁ ଏବଂ ସେ ଭଉଣୀଙ୍କ ପାଇଁ ପ୍ରାର୍ଥନା ଟିକେ କରନ୍ତୁ। ଦରକାର ନାହିଁ, କିନ୍ତୁ ଭଉଣୀ ଜଣକ ନ୍ୟାୟ ପାଇବା ଯେଉଁ ଏଫ୍ଏମ୍ କଲେଜରେ ଆପଣମାନେ ପଢ଼ନ୍ତୁ ନାହିଁ, ସେ କଲେଜର ଯେପର୍ଯ୍ୟନ୍ତ ସେ ଶିକ୍ଷକ ମାନଙ୍କର ମାନେ ଅଭାବ ଚାଲିଚଳନ ଠିକ୍ ନାହିଁ, ଯାହା ଲାଗୁଛି। ତ ସେଥିପାଇଁ ଆପଣମାନେ ଅନ୍ୟ କଲେଜ ଦେଖନ୍ତୁ ଯେଉଁଠି ଠିକ୍ ଲାଗୁଛି।